गोटे भजनटे करेंगे। हाँ आम आसिक पहुँच। नमस्कार जय जगन्नाथ। मु स्वागत करुँची आयुष बेहरा ओडिया ब्लॉग को। मु आशा करुँचे आपण मैंने बहुत भल थे खुशी थे। आउ जगन्नाथ पाखे ये प्रार्थना जे आपण मानक भल रखु खुशी रखु। आपण मैंने तो देखी थे काली आम ब्लॉग छाड़ी नथिलु कहीं आम हूँ काली नथिलु। आपण मैंने भी जानी सारे जे थमेलू आम कुआड़े जाइलु। आपण मैंने वीडियो माध्यम देखिपारे आम कुआड़े जाइलु कौन पाई आम वीडियो छाड़ी पारनु। चलन देखा वीडियोटी काली आम कौन पाई छाड़ नथिलु कुआड़े जाइलु। चलन देखा न्यू ब्लॉग। मम्मी तो ये दिए पूजा करला सब द्वार चिता पड़ी चिता पड़ी से भी चिता पड़ी मम्मी कौन कर ठाकुर पूजा कर ठाकुर पूजा कर हाँ बा पड़ी कोई पड़ी गुरुवार चलती ठाकुर पूजा सरला खाए हम। हाँ समस्ते एठी तो चिता पड़ी दानद्वार गोटे नाली मटी लिपाई आठी तो चौरा पूजा भी हो दीप लगी चौरा भी एठी पड़ी मम्मी तो ठिया ना खरा खाई एठी तो पूजा हो देखन समस्ते माँ तो एठी अटा चकड़ा होवे अटा चकड़ा होची देखन सब सकाल सकाल आज रुटी होची और रुटी आउ कौन होची आलू भी कटा ना हाँ एना आसली बा हाँ आलू को जब आलू कटा तबे रुटी तो होची आ आलू कटा रुटी आलू भजा सकाल हाँ तो चूड़ा थुआई आज खरा भी अच्छी कहीं स्क्वाड बाहर जाए समस्त बाहर सारे जावाई कह हाँ से देखिए ब्लॉग हम आप देखिए बाहर सारे हम बाहर तो आसलुनि कौन जाइल बैग वही अच्छा बैग तो ए तो समस्ते बाहर चलने जावाई आ बाबा दांडे बा चलो कौन कर बैगटा बांधुंती बैगटा भी बाबा बांधुंती तो मम्मी तो अभी बाहर चलानी आउटे सामने ठियापटे आयुष और बाबा स्टार्ट कर गाड़ी बाहर हाँ तो समस्त तो बाहर ही स्टार्ट है गाड़ी जी एथर आम पहुँच गलु आसिक मालती पाटपुर में कौट आयुष कहीदे स्वागत पूरी 6 किलोमीटर अच्छी केते 6 किलोमीटर आ 6 किलोमीटर रहला जय जगन्नाथ जय जगन्नाथ। मैं भी पहुँच जाइए बाट मंगला गाड़ी ये थोदेलु बाट मंगला आसिक पहुँची गले मंदिर को एपटे गोड़ धोईदे आस चपल ये थोद गाड़ी पाखे आम आस गोड़ धोगला आयुष ये भी गोड़ धोक आगुआ छिड़ा हो गला भोग दुकान ये दीप ये जलुचे दीप बसैबा आयुष को मामा दीप बसैले माँ पाखे पाखे पहुँचल आयुष माँ बस दीप बस आयुष चलिए माँ को
ଭିଡ଼ ହେଇଛି ବି ମାଆଙ୍କ ପାଖରେ। देखी जानते ଜଗତସିଂହପୁର ଆପଣଙ୍କ ଘର ଆଇସ୍ କେଉଁଠି ଦେଖିଦେବେ ଚିହ୍ନି ଗଲେ ଆଜ୍ଞା। ଜଣେ ଦେଖା ହେଲେ ଦେଖା ହେଇକି ବହୁତ ଖୁସି ହେଲେ ଆଉ ଖୁସି ହେଇକି ଆଇସ୍କୁ ହଁ ହଁ ତାହେଲେ ଦେଖୁଛ ତାହେଲେ ଯାହା ହଉ ଆପଣମାନଙ୍କ ସବୁ ଆଶୀର୍ବାଦ ରହିଲେ ସେ ଆଗକୁ ଯାଇପାରିବ। ଆଜ୍ଞା 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 ଆଜ୍ଞା। ଆମେ ତ ଏବେ ଠିଆ ହେଇଛି ଆମେ ଭିତରୁ ଆସିଲୁ ହେରି ଆମେ ଏଠି ଠିଆ ହେଇଛି ସିନ୍ଦୁର ଲଗେଇଦେ ହଁ ସିନ୍ଦୁର ଲଗାଉଛି ଆଉ ଦେଖୁଥିବେ ଆମେ ଆସିକି ପହଞ୍ଚି ଯାଇଛୁ ମନ୍ଦିର ସାମ୍ନାରେ ଆଇସ୍ ନଡ଼ିଆ ପାଖରେ ଆଉ ଦେଖନ୍ତୁ ଆମେ ଆସିକି ଏବେ ପହଞ୍ଚି ଯାଇଛୁ ଏବେ ମନ୍ଦିର ସାମ୍ନାରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଇସ୍ ପୁରା ବହୁତ ଖୁସି ଆଉ ଆସିଲା ବେଳେ ବହୁତ ଶୀତ ଲାଗୁଥିଲା କି ସେ ଦେଖୁଛନ୍ତି ସବୁବେଳେ ହେଲେ ସେଥିଲାଗି ଚିହ୍ନି ଗଲେ ଗୋଟେ ଲାଇକ୍ ଆଉ ଦେଖୁଛନ୍ତି ସବୁବେଳେ ହେଲେ ଚିହ୍ନି ଗଲେ ଆଉ ଆମ ଘର ଏଇଠି ସାକ୍ଷୀବଳ ମନ୍ଦିର ସାମ୍ନାରେ ହେଉଛି ଆୟୁଷ ଭିଡ଼ିଓ କରିବେ ବୋଲି ତାଙ୍କ ବାବା ପିନ୍ଧେଇ ଦେଉଛନ୍ତି ମନ୍ଦିର ସାମ୍ନା ଇଏ ଦେଖନ୍ତୁ ଆଉ ଗୋଟେ ଭଜନଟେ କରିବେ ଆୟୁଷ ତାଙ୍କ ବାବା ହେଉଛି ପିନ୍ଧେଇ ଦେଉଛନ୍ତି ଏଠି ଆପଣମାନେ ଦେଖିପାରୁଥିବେ। ଆୟୁଷ କେମିତି ଲାଗୁଛି ଆସିକିରି ଆଁ ଭଲ ଲାଗୁଛି ହଁ ଭଲ ଲାଗୁଛି ନା ଆୟୁଷଙ୍କର କେତେ ଫ୍ରେଣ୍ଡ ଦେଖା ହେଇଗଲଣି ଆୟୁଷଙ୍କ ସହିତ ନା ଆୟୁଷ ଦେଖନ୍ତୁ ସମସ୍ତେ ଆମେ ଏବେ ମନ୍ଦିରରୁ ସାଙ୍ଗେ ସାଙ୍ଗେ ବାହାରିଲୁ କେତେଟା ଟାଇମ୍ ହେଲା ଟିକେ ଦେଖିଲ 4:30 ମାନେ ନା ମନ୍ଦିର ଭିତରୁ ତ ମୋବାଇଲ ଆଲାଉ ନାହିଁ ଆଉ ଏବେ ବାହାରିକି ମନ୍ଦିର ଭିତରୁ ଆଉ ସେପଟେ ଚପଲ ହରିକା ରଖିଥିଲୁ ସେପଟେ ସାଇଡ଼୍ରେ ଯେଉଁ ଆପଣମାନେ ଦେଖିପାରୁଥିବେ ଆଉ ଷ୍ଟାଣ୍ଡରେ ରଖିକି ଯାଇଥିଲୁ ଆଉ ଏବେ ତା ଭିତରେ ସବୁଆଡ଼େ ବୁଲିଲୁ ଆଉ ଅବଢ଼ା ଖାଇଲୁ। ଆୟୁଷ କ'ଣ କ'ଣ ଦେଖିଲ ତା ଭିତରେ ନା ଆମେ ଦେଖିଲୁ ସୁନା କୂଅ ଦେଖିଲୁ ଆଉ ସେପଟେ ଯୋଉ ଜଗନ୍ନାଥଙ୍କର ସବୁ ଫୁଲ ବଗିଚା କୋଇଲି ବୈକୁଣ୍ଠ ଦେଖିଲୁ ଆଉ ଫୁଲ ବଗିଚା କେତେ କ'ଣ ଫୁଲ ହଁ ନିମାଲ ଖଳା ସବୁଆଡ଼େ ବୁଲିକିରି ଆଉ ଏବେ ଆସିଲୁ 4:30 ହେଇଗଲାଣି ମାନେ ତା ଭିତରକୁ ଆମେ କେତେଟା ଗୋଟେରେ ନା ଦୁଇଟାରେ ଗଲେ ଗୋଟାକରେ ଯାଇଥିଲୁ ଆମେ ଗୋଟାକରେ ଯାଇଥିଲୁ ମାନେ ତା ଭିତରେ ବି ମାନେ ଜାମ୍ ନା ଲାଇନ୍ରେ ଛିଡ଼ା ହେଇକି ଯିବ ନା ମନ୍ଦିର ଭିତରକୁ ତ ଆଉ ମୋବାଇଲ ଆଲାଉ ନାହିଁ ନା ଆଉ ସେଥିଲାଗି ଏବେ ସାଙ୍ଗେ ସାଙ୍ଗେ ବାହାରିଲୁ ଆଉ ମୋ ଅବସ୍ଥା ତ ଯାହା ହେଲା ମାନେ ଦେଖି ମାନେ ମୋବାଇଲ ତ ନଥିଲା ସେଠି ଆଉ ଆପଣମାନେ ଦେଖିଥାନ୍ତେ ନହେଲେ ଆଉ ଏତେ ଜାମ୍ରେ ଯେ ମାନେ ମୁଣ୍ଡ ମାନେ ଏମିତି ବୁଲେଇଲା ମାନେ ତଣ୍ଟି ପୁରା ମାନେ ଶୁଖି ଗଲା ସେଠି ମାନେ ଏତେ ଜାମ୍ ହେଇଥିଲା। ନାଇଁ ଆମେ ଶୀଘ୍ର ଆସିଥାନ୍ତି ଯେ ଭୋଗ ହେଉଥିଲା ନା ପହଡ଼ ପଡ଼ିଗଲା ସେଥିଲାଗି ମାନେ ଠାକୁରଙ୍କ ସାମ୍ନାରେ ଟିକେ ଜାମ୍ ହେଇଗଲା ଯେଉଁ ଲାଇନ୍ଟା ଆପଣମାନେ ବି ଦେଖିପାରୁଥିବେ ଲାଇନ୍ କେଉଁଭଳି ଭାବରେ ଲାଇନ୍ ହେଉଛି ଆଉ ମାସର ଯେଉଁଠି ମାସ ଆରମ୍ଭ ହଁ ମାସଟା ଆରମ୍ଭ ଏ ବର୍ଷଟା ଆରମ୍ଭ ସେଥିଲାଗି ବହୁତ ଲୋକ ହେଉଛନ୍ତି ଆଉ କାଲି ତ ନୂଆବର୍ଷ ଥିଲା କାଲି ବି ବହୁତ ଲୋକ ଆହୁରି ହେଇଥିଲେ ଆଉ ସାଙ୍ଗେ ସାଙ୍ଗେ ଆସିଲୁ ବାହାରିକି ଖାଇକି ଆସିଲୁ ତା ଭିତରେ ଅବଢ଼ା ହରିକା ଆଉ ଆଇସ୍ ସେଠି କ'ଣ କରୁଛନ୍ତି ଗୋଟେ କୁଲର ଖସିଥିଲା ଲଗେଇ ସାରିଲାଣି ମୋବାଇଲରେ ଆଣି ଝଡ଼ିଥିଲା ନା ଫୁଲ ଆଉ ଆପଣମାନେ ତ ଦେଖିପାରୁଥିବେ କେତେ ଭିଡ଼ ହେଇଛି ଦେଖନ୍ତୁ ମାନେ ମୁଁ ସେତିକି ବେଳକୁ ମାନେ ଟିକେ ବସି ପଡ଼ିବା ଆଗ ଏଠି କହିଲେ ଟିକେ ବସି ପଡ଼ିବା ତାପରେ ଯିବା ଆଉ ସମସ୍ତେ ତ ଦେଖିଲେ ଆମେ ସକାଳୁ ସକାଳୁ ଆସିଥିଲୁ
ଦୀପ ସନ୍ଧ୍ୟା ଦେଖନ୍ତୁ ସମସ୍ତେ ସନ୍ଧ୍ୟାବେଳ ହେଇଗଲା। ଆପଣମାନେ ଦେଖିପାରୁଥିବେ ସନ୍ଧ୍ୟା ହେଇଗଲାଣି। ଆମେ ଏବେ ଘରକୁ ବାହାରିଲୁ। ଆଉ ଆମେ ବି ସକାଳୁ ଆସିଲାଣୁ ମନ୍ଦିର ଗଲୁ, ମନ୍ଦିର ଦର୍ଶନ କଲୁ। ଆଉ ମନ୍ଦିର ଦର୍ଶନ କଲା ପରେ ବହୁତ ଲେଟ୍ ହେଇଗଲା। ସେ ଭିତରେ ଜାମ୍ ହେଇଥିଲା ବହୁତ ଜୋରେ। ଆଉ ଆମେ ଜୟ ଜଗନ୍ନାଥ। ବହୁତ ଗହଳି ହେଇଛି, ଆପଣମାନେ ଦେଖିପାରୁଥିବେ ଏଠି ଗହଳି ହେଇଛି। ତମେ ଆସିକି ଏଠି ତମକୁ ରହିଲେ କୋଉଠି? ମୁଁ ରହିଗଲି, ମୁଁ ସିନ୍ଦୁର କିଣୁଥିଲି। ତମେ ସେପଟେ ରହି ମାନେ ଆଶ୍ଚର୍ଯ୍ୟ, ମୁଁ ଛିଡ଼ା ହେଇଛି ବୋଲିଲା ମୁଁ ଦେଖିଲା ବେଳକୁ ତମେ ଆସିକି ଇଆଡ଼େ ହେଲା। ମୁଁ ସିନ୍ଦୁର କିଣୁଥିଲି ଏଠି। ଆଉ ମହାପ୍ରଭୁଙ୍କୁ ବି ଆଉ ଟିକେ ଦର୍ଶନ କରିଦିଅନ୍ତୁ ଏଠି ମନ୍ଦିର ବି ଦେଖାଉଛି ସାମ୍ନାରେ। ଆଉ ଆମର ଏବେ ଗାଡ଼ି ଏପଟେ ରଖା ହେଇଥିଲା। ଆଉ ଗାଡ଼ି ଆମେ ଯିବା ଆଉ ଦେଖନ୍ତୁ ଆମେ ଏବେ ବଡ଼ଦାଣ୍ଡରେ ଅଛୁ। ଆଉ ଆୟୁଷର ମନ ଦୁଃଖ କାହିଁକି ନା ତାର ଟିକେ ସମୁଦ୍ର କୂଳ ଯାଇଥାନ୍ତା ହେଲା। ଆମେ ତ ବହୁତ ଲେଟ୍ରେ ଟିକେ ଆସିଲା ବେଳକୁ ଲେଟ୍ ହେଲା। ତାପରେ ହେଉଛି ମନ୍ଦିର ଭିତରୁ ଆସିଲା ବେଳକୁ ସେ ବି ବହୁତ ଭିଡ଼ ହେଇଥିଲା। ସେପଟୁ ଆସିକି ଅବଢ଼ା ଖାଇକି ମନ୍ଦିର ଭିତରେ ଗଲା ବେଳକୁ ବହୁତ ଲେଟ୍ ହେଇଗଲାଣି। ଆପଣମାନେ ଦେଖିଥିବେ ଭିଡ଼ିଓରେ 4:30 ହେଇଗଲା ବାହାରିଲା ବେଳକୁ। ଆଉ ଏବେ ତ ସନ୍ଧ୍ୟା ଶୀଘ୍ର ହେଇଯାଉଛି। ଆଉ ସେଥିଲାଗି ଯାଇପାରିଲୁନି ସମୁଦ୍ର କୂଳ। ସେଥିଲାଗି ମୁହଁ ମାନେ ହସୁନି। ଆଉ ମାନେ ଟିକେ ରାଗି ଯାଇଛି। ଆଉ ସେ କହୁଥିଲା ମାନେ ସମୁଦ୍ର କୂଳ ଯିବାକୁ। ତାପରେ ଶୀତ ଦିନ ନାଇଁଟା ନା, ଶୀତ ପଡ଼ିବ, ଆମେ ତ ପୁଣି ଘରକୁ ଯିବୁ ନା। ଆଉ ଦେଖନ୍ତୁ ପୁରା ସନ୍ଧ୍ୟାରେ ଆମେ ବାହାରିଲୁ। ଏବେ ଅଛୁ ବଡ଼ଦାଣ୍ଡରେ। ଆଉ ବାହାରିଲୁ। ଆଉ ଥରେ ଆସିଲେ ଆମେ ଆସିବା, ପୁଣି ଆଉ ଆସିବାନି। ଆସିଲେ ଯିବ ସମୁଦ୍ର କୂଳ। ଟିକେ ହସିଦେ ଟିକେ। ଆଉ ଠାକୁରଙ୍କୁ ତ ଦର୍ଶନ କଲୁ ନା, ଯେଉଁଥିପାଇଁ ଆସିଥିଲୁ ତ ଆଗ ପ୍ରଭୁଙ୍କୁ ଦର୍ଶନ କଲୁ, ଅବଢ଼ା ଖାଇଲୁ, ତୋର ସେଇଟା ନିହାତି ଦରକାର ଥିଲା ସେ ନା। ଆଉ ସମୁଦ୍ର କୂଳ ଯିବା ଆଉ ଥରେ ଆସିଲେ ଆଉ। ହଉ ଏବେ ଆମେ ଘରକୁ